ବର୍ତ୍ତମାନ ଚିକେନ ତାକୁ ଟିକେ କଷା ଚାଲିଛି। ଚିକେନ ଚାଲ ଏଇଟା ଏମିତି ଖାଲି ମାନେ କଷାରେ ଟୋଟାଲି ପାଣି ଦିଆ ହବନି। ନାଇଁ ଚିକେନ କଷା ସାଙ୍ଗମାନେ ଖାଇବା ଆଜି ରେଡି ହେଲା। ଚିକେନ ପୁରା ହାଉ ବାହାରୁଛି ଦେଖୁଛ ତ, ପୁରା ଏକାଥରେ ଗରମ ଗରମ ହାଉ ବାହାରୁଛି। ବର୍ତ୍ତମାନ ଚିକେନ ତାକୁ ଟିକେ କଷା ଚାଲିଛି। ଚିକେନ ତା ସହିତ ଅଣା ହେଇଛି ଆଜି କଣ କଲିଜା। ଏଇଟା ଇଏ ପଡୁଛି ଉଠି ପଡୁଛି। ଏଇଟା ଫୁଲ ପକା ହେଇଛି କି ବାପା ଲକ୍ଷ। ଆରେ ସେ ଲାଇଟ୍ ଟା କାହିଁ ମୁଁ ଜାଣିଥିଲି ସେ ଲାଇଟ୍ ଟାରେ କାଳେ ଭଲ ରହିବ ବୋଧେ। ଧରିଲେ ସେ ଲାଇଟ୍ ଟାରେ ଭଲ ରହିବ ବୋଧେ। ପକା ମୁଁ ଏଇଟା ଥୋଇଛି। ପକଉନ ବାସ୍ ଏ ଲାଇଟ୍ ଟା ପୁରା ପରଫେକ୍ଟ ଅଛି ରେ। ଦେଖିଲା ଲାଇଟ୍ ଆଡଜଷ୍ଟ କରିବାକୁ ଗଲେ ଲାଇଟ୍ ଟା ଭାଜିବାକୁ ପଡିବ। ଓକେ ଡୋଣ୍ଟ ମାଇଣ୍ଡ ସାଙ୍ଗମାନେ। ଲାଇଟ୍ ଟା ଉପରକୁ ରହିଲେ ସାୟଦ ଭଲ ରହିବ। ଏଇ ଟାଇପ ର ରହନ୍ତା ହେଲେ ହେନ୍ତା ଏଇଠି ୱାଓ ଏଠି ରହିଯାଆନ୍ତା ହେଲେ ବଢିଆ ହନ୍ତା। ଲୁହାଟେ ନାହିଁ ଏଇଟା ଲୁହାଟେ ତ ୱାଓ ଏଇଟା ରହିବ ଏଇଠି ନା ପଡିଯିବ। ୱାଓ so beautiful। ତାତିଗଲା ରେ ପଲ୍ଲା ହଳଦୀ ଘାଣ୍ଟୁଛି ଚିକେନ ଦେଖାଯାଉନି ତ ପିଲା। ଚିକେନ ପୁରା କରାହଉଛି, ଚିକେନ କଷା ହଉଛି। ଓ ଚିକେନ କଲିଜା ଲାଇଟ୍ କିରେ ରହିଥ ଧରୁ କଷା ହଉଛି ପୁରା ଜାଣିପାରୁନୁ। ମସଲା ଆସିକି ପଡିଲା, ମରିଚ ଗୁଣ୍ଡ ପଡିଲା। ଆଜି କଷାଟା ହଉଛି କଲିଜା ତା ସହିତ ଚିକେନ କଷାଟା ହଉଛି। ମୁଁ ଘାଣ୍ଟି ତମେ ଘାଣ୍ଟ ମୋ ହାତରେ ହଉନି। ଦେଖ ଘାଣ୍ଟି ଝିଅ ପିଲା ନା ପୁଅ ପିଲା ଘାଣ୍ଟି ପାରିବେ ନା? ସେଥିପାଇଁ ଗୋଟେ ସାଇଡ ଲାଗିଲା ଗୋଟେ ସାଇଡ ଲାଗୁନି। ମାନେ କଣ କଲର ଦେଖାଯାଉନି ସେଥିପାଇଁ ତ ଏମିତି ହେଇଯାଇଛି। ଆଉ କରିଦିଅ ଚାଲ ହେଇ ସାରିଲା ପରେ ମୁଁ ଆପଣ ମାନଙ୍କୁ ଦର୍ଶାଉଛି ହେଲା। ଆଉ ସିଜିନ କରି ଦେଖେଇ ଦେଉଛି। ଓକେ ରେଡି ଟା ରେଡି ହଉ ଚାଲ ଏଇଟା ଏମିତି ଖାଲି ମାନେ କଷାରେ ଟୋଟାଲି ପାଣି ଦିଆ ହବନି। ନାଇଁ ଚିକେନ କଷା ଅଛି, ଡାଲି କରିଦେଇଛି। ଓନ୍ଲି ଚିକେନ କଷା ହେଇଛି ହେଲା, ତରକାରୀ ଜମା ନାହିଁ। ଭାତଟା ପଖାଳ ହବ। ଡାଲି ଅଛି। ଡାଲି ଯଦି ଅଛି ଭାତଟା ପଖାଳି ଖାଲି ଭଲ ଲାଗିବ। ସିଝିଗଲାଣି ନାଇଁ? ଓକେ ଦେଖ ଏଗୁଡା ହେଲା କଲିଜା ଗୁଡା। ଦେଖ କଲିଜା ଦେଖିଲ ଇଏ ହେଲା କଲିଜା ପିସ୍ ଟିକେ ଆମ ମ୍ୟାଡାମ ଟିକେ ପସନ୍ଦ ତ। ଗେଲୁର ମମି ଟିକେ କଲିଜା ପିସ୍ ଟିକେ ପସନ୍ଦ, ସେଥିପାଇଁ ଟିକେ ଏପଟେ ଅଛି ଡାଲି। ମୁଁ ଡରିଗଲି ନହେଲେ କିସ ହେଲା ଦେଖିଲା ବେଳୁ ଏଇଟା ଡାଲିଟା ହେଲା। କଣ ପାଇଁ ଏତେ ସାଉଣ୍ଡ କରୁଛୁ କି ରେ? ଆଳୁ ତ ସିଝି ଆସିଲାଣି ହେଲା। ଇଏ ତ ବେଶୀ ଧୂଆଁ କାଢି ଦଉଛି ଆଉ ମଣିଷର। ଏପଟେ ମଣିଷ ଦେଖିଗଲେ କହିଲା ଗୋଟେ ସେ ସେପଟେ ଧୂଆଁ ଖାଲି ତ ରଜ କରି ଧୂଆଁ କାଢିଲା ଆଉ ହେଲା। ହଉ ଆଗେ ସମୟ ଲାଗେ ନା ରେଡି ହେଇଗଲାଣି। ଓକେ ଚାଲ ଦିସ୍ ଇଜ ଦ ରେଡି। ଖାଇଲାଠୁ ଆପଣ ଦେଖୁଛନ୍ତି ସାଙ୍ଗମାନେ ଖାଇବା ଆଜି ରେଡି ହେଲା। ଚିକେନ ପୁରା ହାଉ ବାହାରୁଛି ଦେଖୁଛ ତ, ପୁରା ଏକାଥରେ ଗରମ ଗରମ ହାଉ ବାହାରୁଛି।
ଭାତ ଏପଟେ ଥୁଆ ହେଇଛି, ଡାଲିଟା ଆସୁଛି ହେଲା। ଇଏ ହେଲା ଚିକେନ କଲିଜା, ଚିକେନ କଲିଜା ପଡିବ ଟିକେ ଆଉ, ତାପରେ ଆଉ ଖିଆ ହବନି ଆଉ ଖାଲି ଡାଲିଟା ଆସିବା ବାକି ଅଛି। ଡାଲିଟା ଆସିଲା ପରେ ତ ଖାଇବାଟା ଷ୍ଟାର୍ଟ ହେଇଯିବ ନା କଣ କହୁଛନ୍ତି? ଖାଲି ତରକାରୀଟା କେମିତି ହେଇଛି ଖାଲି କୁହନ୍ତୁ, ଭିଡ଼ିଓରେ ନିଶ୍ଚୟ କମେଣ୍ଟ କରିବେ ତରକାରୀଟା ଖାଲି କେମିତି ହେଇଛି ହେଲା। ଦେଖ ଇଏ ଥିଲା ଲେଗ ପିସ୍। ଓହୋ ହୋ ହୋ ହୋ, ତା ବାଷ୍ପଟା ଖାଲି ବାହାରିକି ଯାଉଛି ଖାଲି ଚିକେନ। ହଉ